ବାଲିତୁଠରେ ସାଇବାବାଙ୍କ ଦ୍ୱିତୀୟ ବାର୍ଷିକ ଜନ୍ମ ଉତ୍ସବ ପାଳିତ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ଗ୍ରାମରେ ଥିବା ସାଇବାବାଙ୍କର ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସାଇବାବାଙ୍କ ଜନ୍ମ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବାଲିତୁଠ ଗ୍ରାମ ଓ ସାଇବାବାଙ୍କ ଭକ୍ତିପୀଠ। ଭକ୍ତ ଭଗବାନଙ୍କର ହୋଇଛି ମହାମିଳନ। ଘଣ୍ଟ ଘଣ୍ଟା ଝାଞ୍ଜ ମୃଦଙ୍ଗ କୀର୍ତ୍ତନ ଶଙ୍ଖ ହୁଳହୁଳି ହରିବୋଲ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଛି ବାଲିତୁଠ ଗ୍ରାମ ଓ ସାଇବାବାଙ୍କ ଭକ୍ତିପୀଠରେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଇ ମନ୍ଦିରର ସ୍ରଷ୍ଟା ନିରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ବାବାଙ୍କର ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି। ମୋ ନାଁ ପଣ୍ଡିତ ସୁଭାଶିଷ ଦାସ। ଘର ହେଲା ଜଗତସିଂହ ଡିଷ୍ଟ୍ରିକ୍ଟ ଗୋରଖନାଥ ମନ୍ଦିର ପାଖରେ କେରେକେରା ଗ୍ରାମର ଅଧିବାସୀ। ପ୍ରଭୁଙ୍କର ଗତ 3 ବର୍ଷ ପୂର୍ବରୁ ଏଠି ମନ୍ଦିର ସ୍ଥାପନ ବିଗ୍ରହ ସ୍ଥାପନ ହୋଇଥିଲେ। ଆଜକୁ 3 ବର୍ଷ ହେଲାଣି ପ୍ରଭୁଙ୍କର ଜନ୍ମ ବାର୍ଷିକରେ ଯାଜ୍ଞବଳକ ବିଧିରେ ବିଷ୍ଣୁ ଯାଗ କର୍ମଣି ପ୍ରତିଷ୍ଠା ହୋଇଅଛନ୍ତି। ସେ ତ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ସଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ। ସମସ୍ତଙ୍କର ତାଙ୍କ ପାଖରେ କୌଣସି ଜାତି ଧର୍ମର ଭେଦଭାବ ନାହିଁ। ସମସ୍ତଙ୍କ ପାଇଁ ସେ କରୁଣାର ସାଗର ବାରିଧି ଏବଂ ସମସ୍ତେ ତାଙ୍କ ମାର୍ଗଦର୍ଶନରେ ଆଜି ଭଳି ଏହି ପବିତ୍ର ଦିନରେ ସବୁ ଭକ୍ତ ମାନଙ୍କର ଏଠାରେ ଆଗମନ ରହିଅଛି। ସଚିଦାନନ୍ଦ ସାଇନାଥ ଏ ଅଞ୍ଚଳର ସମସ୍ତ ଭକ୍ତ ମାନଙ୍କୁ ତାଙ୍କର କୃପା ଆଶୀର୍ବାଦ ପ୍ରଦାନ କରିଅଛନ୍ତି ଏବଂ ଏ ପବିତ୍ର ପୀଠରେ କାଲିଠାରୁ ଯଜ୍ଞ ଜଳଯାତ୍ରା ସରି ଆଜି ପର୍ଯ୍ୟନ୍ତ କର୍ମ ଚାଲି ଅଛନ୍ତି। ବର୍ତ୍ତମାନ ପ୍ରଭୁଙ୍କର ସହସ୍ର ନାମରେ ଆହୁତି କରାଯିବେ। ତାପରେ ସମସ୍ତଙ୍କ ଭକ୍ତ ବା ଏହି ବିଶ୍ୱର ମଙ୍ଗଳ କାମନା ପାଇଁ ଯାଜ୍ଞବଳକ ବିଧିରେ ଯଜ୍ଞ ଅନୁଷ୍ଠିତ ହେଉଅଛନ୍ତି। ଦେଖନ୍ତୁ ସେ ହେଉଛନ୍ତି ଅନନ୍ତ ଅସୀମିତ। ତାଙ୍କର କୌଣସି ଭେଦଭାବ ନାହିଁ ବା କୌଣସି ଜାତି ଧର୍ମରେ ତାଙ୍କର କୌଣସି ଉଲ୍ଲେଖ ନାହିଁ। ତେଣୁକରି ସେ ହେଉଛନ୍ତି ଶୂନ୍ୟ ରୂପ ବା ପ୍ରଭୁଙ୍କର ସେ ହେଉଛନ୍ତି ଏକ ଦିବ୍ୟ ଅବତାର କହିଲେ ମଧ୍ୟ କମ ହେବ ନାହିଁ। ପ୍ରଭୁଙ୍କର କରୁଣା ସମସ୍ତ ଭକ୍ତ ପ୍ରତି ଅଛି, ସେଟା ଆପଣ ସମସ୍ତେ ଜାଣିଛନ୍ତି ବା ପ୍ରଭୁଙ୍କର ନୀଳା ଆପଣ ସମସ୍ତେ ମଧ୍ୟ ଦେଖିଛନ୍ତି। ଗତକାଲି ସାଇବାବାଙ୍କ ମନ୍ଦିର ପ୍ରାଙ୍ଗଣରୁ ମହିଳା ଭକ୍ତମାନେ 108 କଳସୀ ନେଇ ସ୍ଥାନୀୟ ମାହାଙ୍ଗା ନଦୀରୁ ଜଳାଭିଷେକ କରି ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। କର୍ତ୍ତା ଭାବେ ରଶ୍ମିରଞ୍ଜନ ଦାସ ଓ କର୍ତ୍ତୀ ଭାବେ ସୁଶ୍ରୀ ସଙ୍ଗୀତା ଦାସ ପୂଜାର୍ଚ୍ଚନା କରିଥିଲେ। ପୂଜକ ଭାବେ ମୁଖ୍ୟ ପଣ୍ଡିତ ଚିତ୍ତରଞ୍ଜନ ସାମନ୍ତରାୟ, ସମୀର ରଞ୍ଜନ ଦାସ, ଶିବାଶିଷ ଦାସ, ବରଦା ପ୍ରସନ୍ନ ଦାସ ଓ ବିଶ୍ୱନାଥ ଦ୍ୱିବେଦୀ ପୂଜାର୍ଚ୍ଚନା କରିଥିଲେ। ମୋ ନାଁ ଚିତ୍ତରଞ୍ଜନ ସାମନ୍ତରାୟ। ତୃତୀୟ ଜନ୍ମବାର୍ଷିକ ମହାପ୍ରଭୁଙ୍କର ପାଳନ କରାଯାଉଛି। ବହୁତ ଆଡମ୍ବରରେ ହୁଏ। ପ୍ରତିବର୍ଷ ମାନେ ଏ ବର୍ଷଠୁ ଆର ବର୍ଷ ତାପରେ ତା ପର ବର୍ଷ ଏମିତି ବହୁତ ମାନେ ବର୍ଷକୁ ବର୍ଷ ବଢି ବଢି ଚାଲୁଛି। ବାବାଙ୍କର ବହୁତ ଅପାର କରୁଣା। ପ୍ରଥମ ବର୍ଷ ଆମେ 10 ଜଣ ଲୋକଙ୍କୁ ନେଇକରି ଅନୁଷ୍ଠାନ ଆରମ୍ଭ କରିଥିଲୁ। ବର୍ତ୍ତମାନ 200 ଲୋକରୁ ଅଧିକ ଅନୁଷ୍ଠାନରେ ଯୋଗ ଦେଉଛନ୍ତି। ଯାହା ହଉ ବାବାଙ୍କର ଏସବୁ କରୁଣାରୁ ଏସବୁ ସମ୍ଭବ ହୋଇପାରିଛି। କଳସ ଯାତ୍ରା କାଲି ହେଇଥିଲା। ଆଜି ସକାଳୁ ଗୋ ପୂଜା, ସୂର୍ଯ୍ୟ ପୂଜା ଆଉ ଯଜ୍ଞ ମଣ୍ଡପ ଶାଲା ମଣ୍ଡପ ପୂଜା, ଅଗ୍ନି ସ୍ଥାପନ, ରାତି 9:25 ଗତେ ଯଜ୍ଞର ପୂର୍ଣ୍ଣାହୁତି କରାଯିବ। ବହୁତ କରୁଣା ମାନେ ଏ ଅନୁଷ୍ଠାନ ଆମର କଥା ହେଇଥିଲା ଯେ ଏଠି ଗୋଟେ ଠାକୁର ଘର ହବା ପାଇଁ ବାବାଙ୍କର ମାନେ ଗୋଟେ ଫଟୋ ରହିବ, ପୂଜା ହବ। କିନ୍ତୁ ବାବାଙ୍କ ଦୟାରୁ ବର୍ତ୍ତମାନ ଏତେ ବାଟରେ ଆସି ପହଞ୍ଚିଛି। ଏଥିସହିତ ବାବାଙ୍କ ମନ୍ଦିରରେ ଶତାଧିକ ସଂଖ୍ୟାର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ରାଜକୃଷ୍ଣପତି, ସୌମ୍ୟରଞ୍ଜନ ରାଉତ, ମନୋରଞ୍ଜନ ଦାସ, ନିର୍ମଳ ମହାପାତ୍ର, ରଞ୍ଜିତ ସ୍ୱାଇଁ ଓ ବହୁ ବ୍ୟକ୍ତି ପରିଚାଳନାରେ ସହଯୋଗ କରିଥିଲେ।